ଜୈମିନୀ ଭାରତ କାନ୍ତବତୀ ରାଜ୍ୟରେ ଯଜ୍ଞେଶ୍ୱର ପ୍ରବେଶ ଓ ତାମ୍ରଧ୍ୱଜ ଦ୍ୱାରା ଅଶ୍ୱବନ୍ଧନ। ଏତେ ବୋଲି ଘେନି ଗଲା ଅଶ୍ୱ ସହିତରେ ଶ୍ରୀକୃଷ୍ଣ ମହିମା ସେହି ଭାବିଣ ହୃଦୟରେ। କହନ୍ତି ଶ୍ରୀକୃଷ୍ଣ ତହିଁ ପାର୍ଥକୁ ଚାହିଁଣ ଆବର କି ଦେଖୁଅଛ ନେଉଛି ଧରିଣ। ଆମ୍ଭ ଦୁହିଁଙ୍କର ଶକ୍ତି ନୋହେ ୟାକୁ ସରି ନିଜ ଶକ୍ତି ବଳେ ସେହି ନେଉଅଛି ଧରି। କହୁଥିଲି ବୀରପଣ ଏହାର ମୁଁ ତୋତେ ପ୍ରତ୍ୟକ୍ଷ ଦେଖିଲୁ ତୁହି ନିଜ ବେନି ନେତ୍ର। ବୀର ସତ୍ୟବାଦୀ ଏହି ଜାଣନ୍ତି ତ୍ରିପୁରେ କହିଥିଲା ତାହା କଲା ଦେଖ ସାକ୍ଷାତରେ। ଯେବେ ତୋର ବଳ ଅଛି କର ହେ ଉପାୟ ନହିଲେ ତା ପିତା ପାଶେ ନେବ ଏ ନିଶ୍ଚୟ। ଧରି ପାର୍ଥ ମୋର ନାମ ବିନ୍ଧସର ତୁହି ଏହି ଆମ୍ଭଙ୍କୁ ଯେ ମନ୍ତେ ନ ପାରିବ ନେଇ। ଥାଇ ତାର ଶିରେ ପାର୍ଥ ହରି ସୁମରିଲା ଶତ ଶତ ବାଣେ ତାକୁ ଛିନ୍ନ ଭିନ୍ନ କଲା। ନ ଦେଲା ଯେ ବାଟ ତାକୁ ଶେଷର ବ୍ୟୁହରେ ଧରିଣ ଅଛି ଦୁହିଁଙ୍କୁ ହସ୍ତରେ ମୁଣ୍ଡରେ। ଦଶ ଦିଗ ଯାକ ଘୋର ଅନ୍ଧକାର ହେଲା ନ ପାରିଣ ବାଟ ହୁଡ଼ି ଯାଇ ସେ ଝୁଣ୍ଟିଲା। ପୁଣି ପାର୍ଥ ହରି ସ୍ମରି ସରେକ ବିନ୍ଧିଲେ ଧରିଥିଲା ବେନି ହସ୍ତେ ଖସିଣ ପଡ଼ିଲେ। ତାମ୍ରଧ୍ୱଜ ପଡ଼ିଲା କ ମୁହଁ ମାଡ଼ି କରି ଲକ୍ଷ ଲକ୍ଷ ମେରୁ ପ୍ରାୟ ଯେହୁ ଦୁହେଁ ଭାରି। ଜଗତ ଠାକୁର ସେ ଯେ ନର ନାରାୟଣ ଯାଏ ତାଙ୍କୁ ତାମ୍ରଧ୍ୱଜ ମୁଣ୍ଡରେ ଘେନିଣ। ମାୟାଧର ମାୟାରେ ଯାଆନ୍ତେ ପୁଣ ସେହି ତିନି ଜଣ ଭୂମିରେ ପଡ଼ିଣ ହେଲେ ମୋହି। ଆପଣେ ଶ୍ରୀହରି ନିଜ ମାୟାରେ ଶୋଇଲେ ତାମ୍ରଧ୍ୱଜ ପାର୍ଥ ଦୁହେଁ ମୋହଗତ ହେଲେ। ଚେତା ପାଇଣ ଉଠିଲା ତାମ୍ରଧ୍ୱଜ ବୀର ଦୁହେଁ ମୋହେ ପଡ଼ିଛନ୍ତି ଖୋଜେ ସେହି ବୀର। ପୁଣି ବୋଲେ ଦୁହିଁଙ୍କୁ ଦାଣ୍ଡେ ଘେନି ଯିବ ମୋହ ପାଇଛନ୍ତି ଏହି ପିତା ଆଗେ ଦେବି। ଏତେ ଭାବି ଟେକିବାକୁ ହରିଙ୍କୁ ଧରିଲା ତାହାଙ୍କୁ ତଳେ ଭୂମିରୁ ତୋଳି ନ ପାରିଲା। ବୋଇଲା ଏ ହରି ଯେ ପ୍ରତ୍ୟକ୍ଷ ଲକ୍ଷ୍ମୀ ନାହା ନାରଦଙ୍କ ମୁଖରୁ ମୁଁ ଶୁଣିଅଛି ଏହା। ବ୍ରହ୍ମା ଇନ୍ଦ୍ର ରୁଦ୍ର ଅନ୍ତ ନ ଜାଣନ୍ତି ଯାର ଅଟଇ ସାହା ସର୍ଜନା ଏହି ଚରାଚର। ରକ୍ଷା କଲେ ଭକ୍ତ ବୋଲି ତାହାର ଯେ ମାନ କି ଛାର ମୁଁ ବଳେ ନେବି ଏହାଙ୍କୁ ଧରିଣ। ପାର୍ଥକୁ ଧରି ନେଇ ମୁଁ ପିତା ପାଶ ଯିବି ନର ନାରାୟଣଙ୍କୁ ଦର୍ଶନ କରାଇବି। ମୋ ହରି ବଳରେ କୃଷ୍ଣ ଟେକି ନ ପାରିବି ଅର୍ଜୁନଙ୍କୁ ନେଇ ପିତାଙ୍କର ପାଶେ ଦେବି। ଏତେ ବୋଲି ଅର୍ଜୁନଙ୍କୁ ଧଇଲା କଯାଇ ଭୂମିରୁ ନ ପାରିଲା ସେ ତାହାକୁ ଉଠାଇ।
ହୋଇଲେ ଶ୍ରୀକୃଷ୍ଣ ଠାରୁ ଜାଣ ସେହି ଗୁରୁ। ସଂସାରର ମାୟା ସବୁ ଶ୍ରୀହରି କୃପାରୁ। ତାମ୍ର ଧ୍ୱଜ ଭାଳିଆକୁ ନ ପାରିବି ନେଇ। ମେରୁଗିରି ଠାରୁ ବଡ଼ ଏ ଗୁରୁ ଅଟଇ। ବଳେ ମୋହି ନେଇ ନ ପାରିବି ଏ ଦୁହିଁଙ୍କି। ଯଜ୍ଞ ପିତା ପାଶେ ନେଇଣ ତହିଁକି। ଏତେ ବୋଲି ସୈନ୍ୟ ଘେନି ଗଲା କସତର। ଯଜ୍ଞ ଅର୍ଜୁନର ନେଲା ସଙ୍ଗତର। ଯାଇ ତାମ୍ର ଧ୍ୱଜ ପିତା ପାଶରେ ମିଳିଲା। ବେନିୟସ ନେଇ ଆଗେ ସମର୍ପଣ ଦେଲା। ନୃପ ଶିଖି ଧ୍ୱଜ ବୋଲେ ପୁତ୍ର ମୁଖ ଚାହିଁ। କିମ୍ପା ଆଣିଲୁ ଅଶୋକୁ ବର୍ଷେ ପୁରୀ ନାହିଁ। ସମ୍ବତ୍ସର ପୁରିଲେ ହୋ ଆସଇ ତୁରଙ୍ଗ। ତେବେ ସମାପତ ହୁଏ ଅଶ୍ୱମେଧ ଯାଗ। ବାବୁ ଏଡ଼େ ଅବିଚାର କିମ୍ପା ତୁମ୍ଭେ କଲ। ଯଜ୍ଞ ପୁଣି କାହୁଁ ଆଉ ଯେ ଆଣିଲ। କେଉଁ ଦେଶେ କେଉଁ ରାଜା ଯଜ୍ଞ କରୁଥିଲା। କି ପ୍ରକାରେ ଅଶ୍ୱତାର ଆଣିଲ ବୋଇଲା। ତାହା ଶୁଣି ତାମ୍ର ଧ୍ୱଜ କରଇ ଉତ୍ତର। ଶୁଣ ପିତା ଯେ ପ୍ରକାରେ ଆଣେ ଅଶ୍ୱବର। ହସ୍ତିନାନଗରେ ଛନ୍ତି ଯୁଧିଷ୍ଠିର ରାଜନ। ଯଜ୍ଞ ସେହି କରି ଥିଲେ କମୋଚନ। ଶ୍ରୀକୃଷ୍ଣ ଅର୍ଜୁନ ଦୁହେଁ ଅଶ୍ଵ ରଖିଥିଲେ। ବହୁତ ସୈନ୍ୟ ବୀର ମାନଙ୍କର ତୁଲେ। ହଂସ ଧ୍ୱଜ ନୀଳ ଧ୍ୱଜ ଯୁବନାଶ ବୀର। ବବ୍ରୁ ବାହନ ପଦ୍ମନ କର୍ଣ୍ଣଙ୍କ କୁମର। ଅନିରୁଦ୍ଧ ଅନୁଶାଲ ସାତ୍ୟକୀ ସହିତେ। ମେଘବର୍ଣ୍ଣ କୃତ ବର୍ମା ସହ ବୀର ଯେତେ। ଦେଖିଲି ମୁଁ ଦୈବ ଯୋଗେ ଅଶୋକୁ ତାଙ୍କର। ଅଶ୍ୱ ଭାଲେ ଥିଲା ପତ୍ର ବୁଝିଲି ସତର। କ୍ଷତ୍ରିୟ ମୁଁ କିପରି ରହନ୍ତି ହୋଇ ସ୍ଥିର। ଧରିଲି ମୁଁ ଆହେ ପିତା ଅଶୋକୁ ସତର। ବିଚାରିଲି ଏକା ଏହି ଯୁଧିଷ୍ଠିର ବୀର। କିମ୍ପା ମୋର ବୀରପଣ ନହିବ ପ୍ରଚାର। ବିଚାରି ଏମନ୍ତ ଅଶ୍ଵ ବାନ୍ଧିଲି ତୋରିତେ। କହିଥିଲି ଦୂତ ହସ୍ତେ ନେଉ ଜିଣି ମୋତେ। ଯୁଦ୍ଧ କରି ଶ୍ରୀକୃଷ୍ଣ ଅର୍ଜୁନ ସଙ୍ଗତରେ। ସେ ଦୁହିଁଙ୍କୁ ଜିଣିଲି ମୁଁ ସୈନ୍ୟ ସହିତରେ। ଥିଲେ ସେନାପତି ପିତା ମୋର ସହିତେଣ। ବୁଝ ଯୁଦ୍ଧର ଖବର ତାଙ୍କୁ ପଚାରିଣ। କେଶବଙ୍କ ପାଦ ତଳେ ରହୁ ମୋର ମନ। ନାରାୟଣ ଲେଖେ ହୁଅ ହେ ପ୍ରଭୁ ପ୍ରସନ୍ନ। ଶିଖି ଧ୍ୱଜ ରାଜାଙ୍କ ଖେଦ। ଛଦ୍ମବେଶୀ ଶ୍ରୀକୃଷ୍ଣଙ୍କ ରାଜାଙ୍କର ଅର୍ଦ୍ଧ ଦେହ ପ୍ରଦାନ ଓ ବର ପ୍ରାପ୍ତି। ବୋଲନ୍ତି ଜୈମିନୀ ଋଷି ଶୁଣ ଜନ୍ମେଜୟ। ତଦ ଅନ୍ତେ ଯାହା ହେଲା ଶୁଣ ସେ ବିଷୟ। ଶିଖି ଧ୍ୱଜ ଚାହିଁ ସେନା ପତିଙ୍କୁ ଭାସଇ। କେବଳ ପ୍ରକାର ଯୁଦ୍ଧ କଲା କହ ସେହି। କର ଯୋଡ଼ି କହନ୍ତି ସେ ଶୁଣ ନୃପବର। କୃଷ୍ଣ ଅର୍ଜୁନ ସହିତେ ଥିଲେ ଯେତେ ବୀର। ସେମାନେ ବହୁତ ସୈନ୍ୟ ଘେନିଣ ଯୁଝିଲେ।
ତୁମ୍ଭ ସୁତ ସରେ ସେ ସମସ୍ତେ ମୋହ ଗଲେ। କୃଷ୍ଣ ଅର୍ଜୁନଙ୍କୁ ଏହୁ ଧରି ଆଣିଥିଲେ, ଭୂମିରେ ପଡ଼ିଣ କୃଷ୍ଣାର୍ଜୁନ ମୋହ ଗଲେ। ବେନି ଭୁଜେ ବାନ୍ଧି କରି ମୁଣ୍ଡିଆଇଥିଲେ, ଅନ୍ଧାରେ ଆଣନ୍ତେ ବେଗେ ଝୁଣ୍ଟିଣ ପଡ଼ିଲେ। ତାମ୍ରଧ୍ୱଜ ସମବୀର ତ୍ରୈଲୋକ୍ୟରେ ନାହିଁ, କୃଷ୍ଣାର୍ଜୁନ ସହିତେ ଜିଣିଲେ ସବୁ ଏହି। ପୁଣି ସେ ଅର୍ଜୁନ ହରି ଆଣି ବିଚାରିଲେ, ଟେକନ୍ତେ ସେ ମେରୁଗିରି ପ୍ରାୟ ଭାରି ହେଲେ। କହୁ ତାଙ୍କ ଶକୁ ଆଣିଲେ ତୁମ୍ଭ ସୁତ, ବୋଇଲେ ଆବର ଯଜ୍ଞ କରନ୍ତୁ ମୋ ତାତ। ତାହା ଶୁଣି ଶିଖି ଧ୍ୱଜ ପୁତ୍ରେ କ୍ରୋଧ ହେଲା, ପାର୍ଥ ଅଶ୍ୱଘେନି କିମ୍ପା ଅଇଲୁ ବୋଇଲା। ଜାଣିଲି କୁପୁତ୍ର ଜନ୍ମି ଅଛୁ ମୋ କୋଳରେ, ନାଶ କରିବାକୁ ମୋତେ ଜନ୍ମିଲୁ ମୋ ଘରେ। ଶ୍ରୀହରିଙ୍କ ଦ୍ରୋହୀ ମୋତେ କଲୁରେ ନନ୍ଦନ, ତୋର ହେତୁ ନିଶ୍ଚୟ ମୁହିଁ ତେଜିବି ପରାଣ। ତ୍ରିଭୁବନ ଈଶ୍ୱର ଅଟନ୍ତି ଯେଉଁ ହରି, ତାହାଙ୍କ ନିମନ୍ତେ ମୁହିଁ ଯଜ୍ଞ ଥାଏ କରି। ସେ କୃଷ୍ଣଙ୍କ ଠାରେ ତୁହି ଦୋଷ ଯେ କରିଲୁ, ଯୁଧିଷ୍ଠିର ଯଜ୍ଞ ଅଶ୍ଵ କିମ୍ପାଇଁ ଆଣିଲୁ। କିମ୍ପା ଯୁଦ୍ଧେ ପାର୍ଥ ସୈନ୍ୟ କଲୁ ତୁ ସଂହାର, କୃଷ୍ଣାର୍ଜୁନ ଦୁହିଁଙ୍କୁ ତୁ ମୋହିଲୁ ପାମର। ତୁହି ଆଣି ପାରିଥିଲେ ହରି ଅର୍ଜୁନଙ୍କୁ, ସୁଫଳ ହୁଅନ୍ତା ଯଜ୍ଞ ଦେଖିଣ ତାହାଙ୍କୁ। ଏହି ଯଜ୍ଞ କରୁଅଛି ମୁହିଁ ଯାହା ପାଇଁ, ମୋ ପୁରକୁ ସେ ଆସିବେ ଏଡ଼େ ଭାଗ୍ୟ କାହିଁ। ମୂର୍ଖପଣ କଲୁ ହୋଇ ମୋର ପୁତ୍ର ତୁହି, ତୋହର ମୁଖ ଚାହିଁବା ଉଚିତ ନୁହଁ। ସମ୍ମୁଖରୁ ଏବେ ମୋର ବାହାରି ତୁ ଯାଅ, ହୋଇଣ ତପସ୍ୱୀ ଘୋର ଅରଣ୍ୟରେ ଥାଅ। ଧିକ ତୋର ବିଦ୍ୟା ବଳ ଧିକ ବାହୁବଳ, ଯେଣୁ ତୁହି ନ ଚିହ୍ନିଲୁ ପାର୍ଥ ଦାମୋଦର। ତେଜି ତୁଳସୀକୁ ମାତିଲୁ ବିଛୁଆତିରେ, ଗଜମୁକ୍ତା ଛାଡ଼ି ମାଳ କଲୁ ଗରଗଡ଼େ। ଗଙ୍ଗା ତୀର୍ଥ ଛାଡ଼ି କଲୁ ସ୍ନାନ ଗଡ଼ିଆରେ, ହରି କଥା ଛାଡ଼ି ଦେଲୁ ଧିକ ତୁ ପାମର। ଏ ଅଭାଗ୍ୟ କରମରେ ଅଛଇ ମୋହରି, ଥରେ ନୟନ ପଥରେ ନ ଦେଖିଲି ହରି। ହରିଙ୍କୁ ଦେଖିଲେ ତିନି ପାପରୁ ତରନ୍ତି, କୋଟି କୋଟି ଯଜ୍ଞ ଫଳ କ୍ଷଣକେ ପାଆନ୍ତି। ପାତକ ମାନେ ଯେ ଥିଲା ପୂର୍ବରେ ମୋହର, ମୋତେ କିମ୍ପାଇଁ ଦୟାନ କଲେ ଚକ୍ରଧର। ସର୍ବଜ୍ଞାତ ସେହି ପୁଣି ଅନ୍ତର୍ଯ୍ୟାମୀ ନାଥ, ଅନ୍ତରର କଥା କିବା ନ ଜାଣନ୍ତି ସେ ତ। ଚକ୍ରଧର ଦେଖିଲେ ମୁଁ ଛାଡ଼ନ୍ତି ପରାଣ, ମିଥ୍ୟା ମୋହ ମାୟା ସଂସାରରୁ ଯାନ୍ତି ଜାଣ। କାହିଁ ଗଲେ କେମନ୍ତେ ଦେଖିବି ବାସୁଦେବ, ବୃଥାରେ ଶରୀରେ କିମ୍ପା ଅଛି ମୋର ଜୀବ। ହରି କେଉଁଠାରେ ଛନ୍ତି ଏବେ ଯିବି ମୋହି, ଅର୍ଜୁନ ସହିତେ ମୋହ
ଆସିଛୁ କରାଇ। ବୋଲେ ସେନାପତି ଶ୍ଵେତ ବତୀ ଅରଣ୍ୟରେ ଆଣୁଥିଲେ ମୋହ ଯାଇ ପଡ଼ିଲେ ସେଠାରେ। ଶୁଣିନ ରାଣୀ କି ସଙ୍ଗେ ଘେନି ନୃପ ସାଇ ବେଦୀ ପ୍ରବେଶ ହୋଇଲେ ସେ ବନରେ ଯାଇ। ପଶି ଶ୍ଵେତବତୀ ବନେ ଖୋଜିଲେ ସମସ୍ତ ଶ୍ରୀହରି ଅର୍ଜୁନ ବେନି ନ ପାଇଲେ ଭେଟ। ରାଜା ରାଣୀ ବନେ ବୁଲି ହରିଙ୍କୁ ନ ପାଇ ଦୁଃଖେ ଘରକୁ ବାହୁଡ଼ି ଅଇଲେ ଯେ ସେହି। କୃଷ୍ଣ ପାଦେ ବସି ଧ୍ୟାନ କଲା ନର ରାଣ ଜାଣିଲେ ତା ଅନ୍ତର୍ଯ୍ୟାମୀ ଜଗତ ଜୀବନ। ହରି ପାର୍ଥ ମୋହ ତେଜି ଉଠିଲେ ତକ୍ଷଣ ଚାହିଁ କୃଷ୍ଣଙ୍କ ମୁଖକୁ କହନ୍ତି ଅର୍ଜୁନ। ବୋଇଲେ ଅଶୋକୁ ଘେନି ଗଲା ସେହି କାହିଁ ଚାଲ ତାହା ସହ ଯୁଦ୍ଧ କରିବଇ ମୁହିଁ। ତା ଶୁଣି ବୋଇଲେ କୃଷ୍ଣ ସେ ଯେ ମହାବୀର ତାହା ସଙ୍ଗେ ନ ଜିଣିବା କଲେ କସମର। ସହସ୍ର ବରଷ ତାହା ସଙ୍ଗେ କଲେ ରଣ ତାମ୍ରଧ୍ୱଜେ କେଭେ ଜିଣି ନ ପାରିବ ଜାଣ। ତାକୁ ଯୁଦ୍ଧେ ଜିଣି ଅଶ୍ୱ ନ ପାରିବାଣି ମୋହର ଉପାୟ ଅଛି ଶୁଣ ତା ଫାଲ୍ଗୁନି। ଆମ୍ଭେ ଦୁହେଁ ଏକ ହୋଇ କରିଲେ ସମର ତଥାପି ନହିବ ଜିଣି ସେହି ମହାବୀର। ତା ପିତା ଶିଖି ଧ୍ୱଜ ଧାର୍ମିକ ଶିରୋମଣି ନାହିଁ ନଥିବ ତା ପରି ଏହି ଯେ ମେଦିନୀ। ଦାନୀଙ୍କ ଉପରେ ଜାଣ ମହାଦାନୀ ସେହି ମାଗିବା ତାହାକୁ କପଟରେ ଦାନ ଯାଇ। ଯେମନ୍ତେ ସେ ସାଧ୍ୟ ହେବ ସେ କଥା କରିବା କପଟରେ ଦାନ ମାଗି ଅଶୋକୁ ଆଣିବା। ଆମ୍ଭେ ଦୁହେଁ ଶିଖି ଧ୍ୱଜ ପାଶେ ଆଗ ଯିବା ପଛେ ଆସୁଥାନ୍ତୁ ଆମ୍ଭ ସକଳ ପରଜା। ଚକ୍ରଧର ଘେନିଣ ପାର୍ଥକୁ ସଙ୍ଗତରେ ପ୍ରବେଶ ହୋଇଲେ ଯାଇ ରାଜାର ପାଶରେ। ବୃଦ୍ଧ ବିପ୍ର ରୂପ ମାୟା ଧର ଯେ ଧରିଲେ ଶିଷ୍ୟ ରୂପ ଗୋଟି ଅର୍ଜୁନକୁ କରାଇଲେ। ଦୁହେଁ ନଗ୍ରେ ଘରେ ଘରେ ରାତ୍ର କବୁଲିଲେ ପୁରୁଷ ନାରୀ ମାନଙ୍କ ମନକୁ ବୁଝିଲେ। ସ୍ୱାମୀ ହସି କହଇ ଯେ ସ୍ତ୍ରୀ ମୁଖ ଚାହିଁ ତୋ ସର୍ବାଙ୍ଗ ଦେଖି ତୋଷ ନ ହୋଇଲି ମୁହିଁ। ତୋତେ ରମି ମନ ମୋର ନହିଲା ସନ୍ତୋଷ ଶ୍ରୀକୃଷ୍ଣ ଦର୍ଶନେ ଲାଭ ଅଛି ମୋ ବିଶେଷ। ସେ ବୋଲେ ମୋ ଆଖିରେ କଜୋଳ ଗାର ଥିଲା ଚୁମ୍ବନରେ ତୁମ୍ଭ ମୁଖ କୃଷ୍ଣ ପ୍ରାୟ ହେଲା। ଯେଣୁ ମୋର ଚକ୍ଷୁ କୃଷ୍ଣ ବର୍ଣ୍ଣକୁ ଦେଖିଲେ ଦେଖି ତୁମ୍ଭେ ତାହା ଖୁସି ହୁଅସି ଯେ ଭଲେ। ଏ ପ୍ରକାର ସେ ନଗ୍ରରେ ବହୁ ନର ନାରୀ ଅର୍ଜୁନକୁ ବୁଲାଇଣ ଦେଖାନ୍ତି କଂସାରୀ। ସେ ଦେଶେ ସକଳ ସୈନ୍ୟ ବୈଷ୍ଣବ ଅଟନ୍ତି ନାରାୟଣ ରୂପ ନର ସାଇ ଭଜୁଥାନ୍ତି। କୃଷ୍ଣାର୍ଜୁନ ଦୁଇ ଜଣ ବୁଲିଲେ ରାତ୍ରକ ସର୍ବନର ନାରୀ ଠାରୁ
ଭଣିଲେ ମନ୍ତ ରଜନୀ ପ୍ରଭାତେ ଗୁରୁ ଶିଷ୍ୟର ରୂପରେ ଯାଇ ପ୍ରବେଶ ହୋଇଲେ ରାଜାଙ୍କ ଆଗରେ। ନମସ୍କାର ନୋହି ରାଜ୍ୟକୁ କଲ୍ୟାଣ କଲେ, କି ବୋଲିବେ ହରି ମନ ମଧ୍ୟେ ବିଚାରିଲେ। ନମସ୍କାର କରି ରାଜା ବଚନ ବୋଲନ୍ତି, ଓଳଗି ନହୁ କେମ୍ପାଇଁ କଲ୍ୟାଣ କରନ୍ତି। ନମସ୍କାର ନ ହେଉଣ ଯେ କଲ୍ୟାଣ କରେ, ଅକଲ୍ୟାଣ ବାଞ୍ଛା ତାକୁ ହୋଇଟି ଭଲେ। ପ୍ରଥମେ କଲ୍ୟାଣ କଲେ ନର୍କକୁ ହେ ଯାଇ, ପୁଣ ପଛେ ସେହି ଗତି ବିପ୍ରଙ୍କୁ ହୁଅଇ। ଏତେ କହି ବେଗେ ରାଜା ଉଠିଣ ଅଇଲେ, କ୍ଷମା କର ଦୋଷ ବୋଲି ପାଦରେ ପଡ଼ିଲେ। ହରି ବୋଇଲେ ହେ ରାଜା ମୁଁ ବୃଦ୍ଧ ବ୍ରାହ୍ମଣ, ନହୁ ତୁହି ନମସ୍କାର କରଇ କଲ୍ୟାଣ। କିମ୍ପାଇଁ ଯେ ଚିନ୍ତା କରୁ ରାଜା ଏ କଥାରେ, ଶିଷ୍ୟ ସହ କଲ୍ୟାଣ କରିଲି ହରସରେ। ମନୋବାଞ୍ଛା ପୂର୍ଣ୍ଣ କର ଆହେ ନୃପବର, ଅଶେଷ ସୁକୃତ ହେବ ଯଜ୍ଞରେ ତୋହର। ମାୟାଧର ଏତେ କହି ବେଦ ଧ୍ୱନି କଲେ, ଶିଖି ଧ୍ୱଜ ନୃପତିର ଚିତ୍ତକୁ ମୋହିଲେ। ନୃପକର ଯୋଡ଼ି ବୋଲେ ହୋଇଣ ହରସ, କି କାରଣେ ବିପ୍ର ତୁମ୍ଭେ ହୋଇଲ ପ୍ରବେଶ। ଆଜ ମୋର ସବୁ ଯଜ୍ଞ ସଫଳ ହୋଇଲା, ଜାଣିଲି ବ୍ରାହ୍ମଣ ରୂପେ ତୁମ୍ଭେ ନନ୍ଦବଳା। ଶୁଣି ତୁମ୍ଭ ବେଦ ଧ୍ୱନି କୃତାର୍ଥ ହୋଇଲି, କୋଟି କୋଟି ଜନ୍ମର ପାତକ ବିନାଶିଲି। ବିଜେ କଲ କି ନିମନ୍ତେ କୁହ ବିପ୍ରବର, ନ କରିଣ ମାୟା ବେଗେ କହ ମୋ ଆଗର। ହୃଦରେ ଆନନ୍ଦ ହେଲା ଦେଖିଣ ତୁମ୍ଭଙ୍କୁ, ଜାଣିଲି ପ୍ରତ୍ୟକ୍ଷ ତୁମ୍ଭେ ଅଟ ନିଶ୍ଚେ ବିଷ୍ଣୁ। ତୁମ୍ଭେ ବୈକୁଣ୍ଠର ପତି ଜାତ ମହିତଳେ, ଯାହା ମୋତେ ମାଗିବ ମୁଁ ଦେବଇ ତତ୍କାଳେ। ବେଦେ ବାଗ ବିପ୍ରବର ନିଶ୍ଚୟ ଦେବଇ, କହୁଛି ସତ୍ୟବାଣୀ ତୁମ୍ଭର ପାଦ ଛୁଇଁ। ଭଣ୍ଡାର ସହିତ ମୋର ରାଜପୁତ୍ର ନାରୀ, ଦେବଇ ସମସ୍ତ ଆନ ମନେ ନ ବିଚାରି। ଜୀବନ ଯେବେ ମୋର ମାଗିବ ବିପ୍ରବର, ନିଶ୍ଚୟ ମୁଁ ତାହା ଦେବି ଭାବନା ନ କର। ତୁମ୍ଭେ ଦୁହେଁ ଦିଶୁଅଛ ମୋତେ ଭଗବାନ, କାହିଁ ଭାଗ୍ୟ ମୋହର ତୁମ୍ଭଙ୍କୁ ଦେବି ଦାନ। ତାହା ଶୁଣି ନାରାୟଣ ସଧୀରେ କହନ୍ତି, କହଇ ମୁଁ ଯାହା ତାହା ଶୁଣ ନରପତି। ଧର୍ମପୁର ନାମେ ନଗ୍ର ଅଟେ ଆମ୍ଭ ଘର, ପୁତ୍ର ଗୋଟିଏ ଜନ୍ମିଣ ଥିଲା ଯେ ମୋହର। ତୁମ୍ଭ ବାକ୍ୟ ବିଷ୍ଣୁ ଶର୍ମା ନାମରେ ବ୍ରାହ୍ମଣ, ତାଙ୍କ ଦୁହିତାକୁ ବିବାହ କରିବ ବୋଲିଣ। ଘେନି ଆସୁଥିଲି ମୋ ପୁତ୍ରକୁ ସଙ୍ଗତରେ, ଘୋର ଅରଣ୍ୟ ଏ ତୁମ୍ଭ ରାଜ୍ୟର ଭିତରେ। ମହାବଳ ସିଂହ ସେ ବନରେ ବସିଥିଲା, ଦଇବେ ପୁତ୍ରକୁ ଆସି
ବେଗେ ନେଇ ଗଲା। ସେହି ଏକା ମୋର ପୁତ୍ର ଅନ୍ଧର ଲଉଡ଼ି, ସେହି ମୋର ସର୍ବସ୍ୱ ଯେ ଜୀବନ ଦିହୁଡ଼ି। ସିଂହ ନେଲା ବେଳେ ପୁତ୍ର ଡାକିଲା ଯେ ମୋର, ଭୋ ପିତା ସିଂହ ମୁଖରୁ ମୋତେ ଯେ ଉଦ୍ଧାର। ତାହା ଦେଖି ମୋହର ଯେ ଜ୍ଞାନ ହଜିଗଲା, ଉଚ୍ଚ ସ୍ୱରେ ଡାକିଲି ମୁଁ କେହି ନ ଶୁଣିଲା। ହସ୍ତେ ମୋର ଶସ୍ତ୍ର କିଛି ନଥିଲା ନରପତି, ଟାପାସୁ କେମନ୍ତ ତାକୁ କରନ୍ତି ମୁକତି। ମହାଭୟଙ୍କର ରୂପ ଜାଣ ସେ ସିଂହର, ଗର୍ଜନରେ ଅରଣ୍ୟ କମ୍ପିଲା ଥରହର। ଦେଖିଲି ପୁତ୍ରକୁ ମୋର ଘେନି ଚାଲିଗଲା, ଖଣ୍ଡେ ଦୂରେ ଖାଇବ ବୋଲି ବିଚାରିଲା। ସେ କାଳେ ମୁଁ ଅଭୟ ନୃସିଂହକୁ ଚିନ୍ତିଲି, ଜୀବନର ଲୋଭ ଛାଡ଼ି ତାହା ପାଶେ ଗଲି। କାନ୍ଦି ମୁହିଁ ହୃଦୟରେ ମାରିବେ ନିକର, ଆହା ପୁତ୍ର ବୋଲି ମୁଣ୍ଡ କୋଡ଼ିଲି ସେଠାର। ଦେଖି ମୋ ଆକୁଳ ସିଂହ ମନେ ମନେ ହସି, ମନୁଷ୍ୟ ବଚନେ ମୋତେ କହିଲା ଶ୍ୱାସୀ। ବୋଇଲା କରିବି ଭକ୍ଷଣ ପୁତ୍ରକୁ ତୋର, କିମ୍ପା ବ୍ୟର୍ଥ ବୋବାଳି ଛାଡ଼ୁଛୁ ଦ୍ୱିଜବର। ସର୍ବଦା ମୁଁ ଏ ବାଟରେ ବସିଥାଏ ଜଗି, ଯେ ଆସଇ ତାକୁ ମୁହିଁ ମାରି କରେ ଭୋଜି। ଆଉ ତୁମ୍ଭ ପୁତ୍ରକୁ ହେ ନ ପାରିବ ରଖି, କାନ୍ଦି କାହିଁକି ଆକୁଳେ ହେଉଅଛ ଦୁଃଖୀ। ନିଜ ପ୍ରାଣ ଘେନି ଏଥୁ ଯାଅ ଏବେ ତୁମ୍ଭେ, ଘୋର ଅରଣ୍ୟରେ ଆଉ ନରହ ଯେ ଦଣ୍ଡେ। ତାହା ଶୁଣି ସିଂହକୁ ମୁଁ କରିଲି ଉତ୍ତର, ମୋତେ ଖାଇ ଛାଡ଼ି ଦିଅ ପୁତ୍ରକୁ ମୋହର। ସେ ବୋଲଇ ତୋର ମାଂସ ଅଛି ଶୁଷ୍କ ହୋଇ, କୋମଳ ମାଂସ ଏହାର ଖାଇବଇ ମୁହିଁ। ମୁଁ ବୋଲଇ ମୋ ଆୟୁଷ ଅଛି ଅଳ୍ପ ଜାଣ, ମୋତେ ଖାଇ ପୁତ୍ରକୁ ମୋ ଦିଅ ହେ ଛାଡ଼ିଣ। ତାହା ଶୁଣି ସିଂହ ଯେ ବୋଇଲା ମୋତେ ଚାହିଁ, ଆୟୁଷ ଥିଲା ଲୋକକୁ ଆମ୍ଭେ ନ ଖାଇ। ଯାହାର ପରମାୟୁ ନଥାଏ ହେ ବ୍ରାହ୍ମଣ, ଏ ସଂସାରେ ଆଗେ ତାର ହୁଅଇ ମରଣ। ସମନପତିଙ୍କ ଦୂତ ରୂପେ ଆମ୍ଭେମାନେ, ରହିଅଛୁ ରୋଗ ବ୍ୟାଧି ଅଗ୍ନି ରୂପେ ଜାଣ। କିମ୍ପାଇଁ ବିଳାପ ତୁମ୍ଭେ କର ହେ ବ୍ରାହ୍ମଣ, ତୁମ୍ଭର ପୁତ୍ରକୁ ମୁହିଁ କରିବି ଭକ୍ଷଣ। ତାକୁ ବହୁ ବିନୟେ କହିଲି ଯେ ବଚନ, ପୁତ୍ର ଜୀବ କରିଲେ କେଉଁ ଦାନ ପୁଣ୍ୟ। ହେ ସିଂହ ତୁ କପଟନ କରି ମୋତେ କହ, କେବଳ ଉପାୟ କଲେ ବଞ୍ଚିବ ତନୟ। ମୋତେ ଏହା ଶୁଣି ସିଂହ କହିଲା କଯାହା, କେବେ ହେ ନୃପତି ହୋଇ ନ ପାରିବ ତାହା। ତାହା ଅତି ଅସମ୍ଭବ କହି ନ ଯୋଗାଇ, ତୁମ୍ଭଙ୍କୁ ସେ କଥା ଯେ କେମନ୍ତେ କହିବଇ। ତାହା ଶୁଣି ନୃପବର ବିଚାରେ ମନକୁ, ଏଡ଼େ ସିଂହ କାହୁଁ ଯେ
ଅଇଲା ଏ ବନକୁ। ମୋର ଏ ରାଜ୍ୟରେ ସିଂହ ବ୍ୟାଘ୍ର ଭୟ ନାହିଁ, ନରହରି ରୂପ ଭୟ କେବଳ ଯେ ଅଛି। ଆସେ କାହୁଁ ତୁମ୍ଭ ପୁତ୍ର ଧଇଲା କପୁଣି, ଆଶ୍ଚର୍ଯ୍ୟ ହୋଇଲି ମୁହିଁ ଶୁଣି ତୁମ୍ଭ ବାଣୀ। ଆବର ପାଇଲେ କିସ ଛାଡ଼ିବ ହେ କହ, ତାହା ମୁଁ କରିବି ବିପ୍ର ନ କର ସନ୍ଦେହ। ଯା ମାଗଇ ସିଂହ ନିଶ୍ଚେ ଦେବି ତାହା ମୁହିଁ, ତୁମ୍ଭର ପୁତ୍ର ଯେ ମନ୍ତେ ବାହୁଡ଼ି ଆସଇ। ବିପ୍ର ବୋଲେ ଯାହା କହିଲ ହେ ନୃପବର, ତୁମ୍ଭଙ୍କୁ କହିବା ପାଇଁ ଭୟ ହୁଏ ମୋର। ମୋ ପୁତ୍ରକୁ ଦେବ ଯେବେ ସିଂହ ଠାରୁ ଆଣି, ତେବେ ମୋର କୁଳ ରକ୍ଷା ହେବ ନୃପମଣି। ଶିଖିଧ୍ୱଜ କହିଲେ କ ଶୁଣ ବିପ୍ରବର, ଗୋରୁ ବିପ୍ର ପାଇଁ ପ୍ରାଣୀ ଦିଅନ୍ତି ସାଧୁ ନର। କ୍ରୋଧରୁ ଚିନ୍ତା ହେ ବିପ୍ର ଦିଅ ଦୂର କରି, ତୁମ୍ଭ ସୁତ ପାଇଁ ପ୍ରାଣ ଦେବଇ ମୋହରି। ଯେନ ଦେବାର ଦ୍ରବ୍ୟତା ତୁମ୍ଭଙ୍କୁ ମୁହିଁ ଦେବି, ସିଂହ ଠାରୁ ତୁମ୍ଭ ପୁତ୍ର ଉଦ୍ଧାରି ଆଣିବି। ବିପ୍ର ବୋଲେ ସିଂହ ବନେ ମାଗିଲା କ ଯାହା, କିପରି ମୋ ନିମନ୍ତେ ହେ ଦେବ ନର ନାହା। କହିଲା ମୋତେ ସେ ବଡ଼ ଦାରୁଣ ବଚନ, ମୁଖେ ତାହା ମୁକେ ମନ୍ତେ କହିବି ରାଜନ। ଆହେ ନୃପବର ସିଂହ ମାଗିଲା ତୁମ୍ଭଙ୍କୁ, କିପରି ହେବ ଏ କଥା ବିଦାରେ ଯେବକୁ। ମୋର ଶରୀର ଯେପରି ତୁମ୍ଭର ସେପରି, କିପରି ଜୀବନ ଦେବ ଆହେ ଦଣ୍ଡଧାରୀ। ଦୁଷ୍ଟ ସିଂହ ବୋଇଲା ତୁ ଯିବୁ ରାଜା ପାଶ, ପତ୍ର ପାଇଁ ଦକ୍ଷିଣାଙ୍ଗ ଦାନ ଦେବ ସତ୍ୟ। ତାହା ପୁତ୍ର ନାରୀ କରତିବେ କରତରେ, ସେ କାଳେ ଆକୁଳ ନହି ରାଜା ତା ସହିବେ। ରାଜାର ଯେ ଶିର ଠାରୁ କଟି ଭାଗ ଯାଏ, ନାସିକାରୁ ଅର୍ଧେ ଅର୍ଧେ ଲୋଚନ ଗୋଟିଏ। ଆକୁଳ ନହିବେ କ ଲୋଚନ ନ ବହିବ, ପୁତ୍ର ପତ୍ନୀ କାଟିବେ ସେ ସ୍ଥିର ହୋଇଥିବ। ବିକଳ ହୋଇଲେ ରାଜା ସତ୍ୟଭଙ୍ଗ ଦେବ, ତେବେ ଦକ୍ଷିଣାଙ୍ଗ ବିପ୍ର କେବେ ହେନ ନେବ। ତାହା ଦେବ ଯେବେ ଯେବେ ଆଣି ବିପ୍ରବର, ମୁଁ ନିଶ୍ଚେ ତୁମ୍ଭର ପୁତ୍ର ଦେବଇ ସତୋର। ବେଗେ ବିପ୍ରବର ଯାଅ ଧରିଣ ସାହସ, ମହାଦାନୀ ରାଜା ଠାରୁ ଅଙ୍ଗ ଘେନି ଆସ। ସେତେବେଳେ ଯାଏ ନ ଆସିବ ହେ ବ୍ରାହ୍ମଣ, ସେତେବେଳେ ଯାଏ ୟାକୁ ନ ଖାଇବି ଜାଣ। ଏତେ କହି ସିଂହ ମୋର ସଙ୍ଗେ କଲା ସତ୍ୟ, ରାଜା ଅଙ୍ଗ ଆଣି ନିଅ ବୋଇଲା ଯେ ପୁତ୍ର। ଦଧିଚି ମହର୍ଷି ବୋଲି ଥିଲେ କ ପୂର୍ବରେ, ତାଙ୍କ ସମଦାତା ହେନ ଥିଲେ ତିନି ପୁରେ। ଦାରୁଣ ଦାନ ଇନ୍ଦ୍ର ଯେ ମାଗିଲେ ତାହାଙ୍କୁ,
ନିଜ ଦେହୁ ଅସ୍ତି କର୍ମ ଦେଲେ ସେ ଇନ୍ଦ୍ରଙ୍କୁ। ମେଦିନୀରେ କର୍ଣ୍ଣଦାନୀ ବୋଲିଥିଲେ ଜଣେ, ଦେହକୁ ଚିଡ଼ିଣ ସର ଇନ୍ଦ୍ର ଦେଲା ଜାଣେ। ପୂର୍ବେ ମହାଦାନୀ ରାଜା ଥିଲା ଜାଣ ବଳି, ପୃଥ୍ୱୀ ଦାନ ଦେଇ କୃଷ୍ଣେ ହୋଇଲା ପାତାଳି। ଶିବ ନାମେ ରାଜା ଥିଲା ମହାଦାନୀ ବୀର, ସେ ମାଂସ ଦେଲା କପୋତ ନିମନ୍ତେ ଦେହର। କୀର୍ତ୍ତିବନ୍ତ ଦାନୀ ଯଶସ୍ୱୀଙ୍କ ଏହି ଭାବ, ନିଜ ପ୍ରାଣ ଦେହେ ସ୍ନେହ ରଖି ଯେନ ଭାବ। ପ୍ରାଣୀଙ୍କର ପାଇଁ ଦିଅନ୍ତି ନିଜର ପ୍ରାଣ, ଯଶ କୀର୍ତ୍ତି ରଖନ୍ତି ସେ ଯୁଗେ ଯୁଗେ ଜାଣ। ବୋଇଲା ସେ ସିଂହ ଏକ ପୁତ୍ର ହେ ତୁମ୍ଭର, ରାଜା ଶୁଣିଲେ ନିଶ୍ଚୟ ଦେବେ ଯେ ଶରୀର। କହି ଏ ପ୍ରକାରେ ଦେଲା ସିଂହ ପଠିଆଇ, କହିଲା ଏ କଥା ରାଜା ପାଶେ କହିବଇ। ମୁହିଁ ଶିଷ୍ୟକୁ ଘେନିଣ ସଙ୍ଗେ ଅଇଲଇ, ହୃଦୟ ଦହୁଛି ମୋର ପୁତ୍ର ଶୋକେ ସାଇ। ତୁମ୍ଭେ ପୁତ୍ର କଷ୍ଟ ମୋତେ କରସି ଉଦ୍ଧାର, ନ କରି ସନ୍ଦେହ ଦିଅ ଅର୍ଦ୍ଧେକ ଶରୀର। ପୂର୍ବେ ରାମଚନ୍ଦ୍ର ରାଜା ଅଯୋଧ୍ୟାରେ ଥିଲେ, ବ୍ରାହ୍ମଣର ମୃତ ପୁତ୍ରେ ଜୀବଦାନ ଦେଲେ। ତାଙ୍କର ପ୍ରାୟକ ତୁମ୍ଭେ ଅଟନର ନାଥ, ସତ୍ୟଶୀଳ ଧାର୍ମିକ ସତ୍କୁଳରେ ସମ୍ଭୂତ। ଶ୍ରୀରାମ ସମାନ ତୁମ୍ଭେ ଅଇଲି ହେ ଜାଣି, ଦିଅ ପୁତ୍ର ଦାନ ମୋତେ ସିଂହ ଠାରୁ ଆଣି। ତାହା ଶୁଣି ନୃପବର ଆନନ୍ଦେ କହଇ, ଚିନ୍ତା ଛାଡ଼ ବିପ୍ର ହେ ଶରୀର ଦେବି ମୋହି। ତୁମ୍ଭଙ୍କ ପୁତ୍ର କଷ୍ଟ ମୁଁ କରିବି ଉଦ୍ଧାର, ଦିଅ ନେଇ ସିଂହକୁ ଯେ ମୋହର ଶରୀର। ଏହି କ୍ଷଣେ କର ତିଣି ମୋ ଦେହ ଦେବଇ, ତୁମ୍ଭେ ଦେଖ କରତିବେ ପୁତ୍ର ପତ୍ନୀ ଦୁଇ। ଯଜ୍ଞ ମଣ୍ଡପରେ ବସି ଦେଖୁଥିବେ ବିପ୍ର, ମୋର ଦକ୍ଷିଣାଙ୍ଗ ଯେ ତୁମ୍ଭଙ୍କୁ ଦେବି ସତ୍ୟ। ଏମନ୍ତ ପ୍ରକାରେ ରାଜା ସତ୍ୟ ହିଁ କରିଲା, ବସିଥାଅ ଏହି କ୍ଷଣି ଦେବଇ ବୋଇଲା। ସିଂହାସନେ ତାମ୍ର ଧ୍ୱଜ ବୀରକୁ ବସାଇ, ରାଜାଭିଷେକ ବେଗେ କରାଇଲା ତହିଁ। ଋଷି କୌଣ୍ଡିକ ଅଭିଷେକ ଆରମ୍ଭିଲେ, ଦଣ୍ଡ ଛତ୍ର ରାଜ ଛତ୍ର ଆଦି ଧରାଇଲେ। ହରସରେ ଶାଳଗ୍ରାମ ପୂଜିଲେ ରାଜନ, ଲଲାଟେ ତିଳକ କଣ୍ଠେ ତୁଳସୀ ଭୂଷଣ। ହୋଇଣ ନୃପତି ବିପ୍ର ମାନଙ୍କୁ କହଇ, ଦେବାମ୍ଭେ ଶରୀର ବ୍ରାହ୍ମଣ ପୁତ୍ର ପାଇ। ପ୍ରତ୍ୟକ୍ଷ ଶ୍ରୀହରି ରୂପ ଜାଣୁ ସେ ବ୍ରାହ୍ମଣ, ଦେବୀ ୟାଙ୍କୁ ପୁତ୍ର ଦାନ ଶରୀର ଦେଇଣ। ବସି ସକଳ ବ୍ରାହ୍ମଣ ଦେଖ ଯେ କୌତୁକ, ପୁତ୍ର ନାରୀ କରତିବେ ଦେହରୁ ଅର୍ଦ୍ଧେକ। ଦୁଇ ଜଣ କରତିବେ ଆନନ୍ଦ ମନର,
ବିପ୍ରଙ୍କୁ ଦକ୍ଷିଣାଙ୍ଗ ଦେବେ ଯେ ମୋହର। କରିଛି ସତ୍ୟ ମୁଁ ଆଜି ବ୍ରାହ୍ମଣର ପାଶ, ଦକ୍ଷିଣାଙ୍ଗ ଦେବି ଦାନ ଆଜ ମୁଁ ଅବଶ୍ୟ। ସଭାଜନ ଦେଖି ତୁମ୍ଭେ ବିମୁଖ ନହିବ, ମୋ ସତ୍ୟ ରହେ ଯେ ମନ୍ତେ ତାହା ବିଚାରିବ। ଏତେ କହି ରାଜା ପୁତ୍ର ପତ୍ନୀ ଡକାଇଲେ, ସେମାନେ କରତ ଘେଣି ବେଗେଣ ଅଇଲେ। ତାଙ୍କୁ ରାଜା ବୋଇଲେ କରତ ଦେଇ ଶିରେ, ବେନିଫାଳ ମୋତେ ହୋ କରିବ ଯଥାର୍ଥରେ। ଏ ବିପ୍ରକୁ ଦାନ କରିବି ମୁଁ ଦକ୍ଷିଣାଙ୍ଗ, ସେ ସିଂହକୁ ଦେଇ ପୁତ୍ର ଆଣିବେ ସେ ସଙ୍ଗ। ଶୁଣି ସର୍ବଜନ ଚିନ୍ତା କଲେ ରାଜା କଥା, ଏ ଦାରୁଣ ବିପ୍ର ଆସି ବାରୁ ଏତେ କଥା। କାଳ ଦେବତା କିଏ ବ୍ରାହ୍ମଣ ରୂପ ହୋଇ, ମାଗୁଅଛି ରାଜା ଅଙ୍ଗ ପ୍ରାଣ ନେବା ପାଇଁ। ମହାଘୋର କଷ୍ଟ ଏ ଆମ୍ଭଙ୍କୁ ଦେଲାସି, ଏମନ୍ତ ଧାର୍ମିକ ରାଜା ହୋଇବ ବିନାଶୀ। ପୁତ୍ର ପ୍ରାୟ କରି ଏହି ସଂସାର ପାଳଇ, ଏହା ଥାନ୍ତେ କିଛି ଦୁଃଖ ଆମ୍ଭଙ୍କୁ ନଥାଇ। କରିବା କେମନ୍ତେ ସବୁ କୁହ ହେ ବିଚାର, କି ରୂପେ ଏଥିରୁ ରକ୍ଷା ହୁଏ ନୃପବର। ଏ ବିପ୍ର କିମ୍ ପାଇଁ ନ ମାଗିଲା ଆନ ଦ୍ରବ୍ୟ, ନ ମାଗିଲା କିମ୍ପା ସକଳ ସମ୍ପତ୍ତି ରାଜ୍ୟ। କିବା ହରି ଆସିଛନ୍ତି ଧରି ମାୟା ରୂପ, ଏ ଯଜ୍ଞ ସ୍ଥାନରେ ରାଜା ପ୍ରାଣେ ହେବେ ହତ। ଏହି ରାଜା ଅଟଇ ଯେ ଶ୍ରୀହରି ଭକତ, ତେଣୁ ଦୟା କରିଅବା ଅଇଲେ ଅଚ୍ୟୁତ। ଚାପିଲେ ଯେ ବଳିକୁ ବାମନ ରୂପ ଧରି, କପଟେ ରଖିଲେ ନେଇ ପାତାଳ ନଗରୀ। ଧର୍ମରେ କଷଣ ଯେ ଦିଅନ୍ତି ନାରାୟଣ, ଆସିଛନ୍ତି ରାଜା ସତ୍ୟ ବିଡ଼ିବାକୁ ଜାଣ। ଏହିପରି ସଭାଜନେ ହନ୍ତି କୁହାକୁହି, 10 ଦାନ ବ୍ରାହ୍ମଣକୁ ଦେଲେ ନରସାଇଁ। ପୂଜିଲେ ସେ ଧୌତ କରି ବିପ୍ରଙ୍କ ପୟର, ପୋତାଇଲେ ବେନିସ୍ତମ୍ଭ ମେରୁର ଆକାର। ବେନି ବାହୁ ତହିଁ ବନ୍ଧାଇଲେ ହୋଇ ଉଭା, ଦେଖୁଛନ୍ତି ସର୍ବଜନ ହୋଇଣ ଯେ କାବା। କହିଲେ ନୃପତି ଗିର ପୁତ୍ର ନାରୀ ମୋର, କାଟିଲା ବେଳେ ନହିବ କେହି ଯେ କାତର। ତୁମ୍ଭେମାନେ ନିକବଳ, ତୁମ୍ଭେମାନେ ନିଜ ବଳ ଦେଇ ହୋ କରତ। କରତିବେ ବେନିଫାଳ କରି ଯେ ତ୍ୱରିତ। ଦକ୍ଷିଣ ଏ ସନରୀତି କୁମୁଦିନୀ ରାଣୀ, କହେ ତୁମ୍ଭର ଅର୍ଦ୍ଧାଙ୍ଗ ମୁହେ ରାଜା ପୁଣି। ଦେହ କରତିଲେ ତୁମ୍ଭେ ନିର୍ଜୀବ ହୋଇବ, ଦାନ ଦେବା ବେଳେ ଜ୍ଞାନ ଦେହରେ ନଥିବ। ମୁଁ ତ ଅର୍ଦ୍ଧାଙ୍ଗ ମୋତେ ଦିଅ ଦାନ କରି, ସନ୍ତୋଷେ ଦିଅନ୍ତୁ ବିପ୍ରେ ଶରୀର ମୋହରି। ସିଂହ ଜୀବ ହୀନ ମାଂସ
ନ କରେ ଆହାର। ଜୀବ ଥିଲା ଶରୀରରେ ବହୁ ସ୍ନେହ ତାର। ବିଶେଷ ପତିର ଆଗେ ଯେଉଁ ନାରୀ ମରେ ସର୍ବ ପାପ ନାଶ ଯାଏ ବସେ ଯେ ସ୍ୱର୍ଗରେ। ଶୁଣି ତାହା ବିପ୍ରବର ରାଣୀଙ୍କି କହନ୍ତି ନେବି ମୁଁ ରାଜାର ଦକ୍ଷିଣାଙ୍ଗ ଆଗ ସତୀ। ପୁରୁଷ ମାନଙ୍କ ନାମ ଅଙ୍ଗ ଜାଣ ନାରୀ ଅଟୁ ରାଜାର ତୁ ପତି ବ୍ରତା କୁଳ ସ୍ଥିରୀ। ନେଇଣ ତୋତେ ଗମୁହି ପୁଣି କି କରିବି ନ ଖାଇବ ସେ ସିଂହ ତ ପୁତ୍ର ନ ପାଇବି। ରାଜା ଦକ୍ଷିଣାଙ୍ଗ ବିନୁ ଆନ କାର୍ଯ୍ୟ ନାହିଁ ପୁତ୍ରକୁ ନ ପାଇ ପଛେ ଲେଉଟି ଯିବହିଁ। ତୋତେ ନେଲେ ମୋର କାର୍ଯ୍ୟ ହୋଇବ ବିଫଳ ହେବ ସତ୍ୟ ଭଗ୍ନ ଶିଖି ଧ୍ୱଜ ମହିପାଳ। ରାଜା ତୋତେ ଦେଲେ ତା ବୁଡ଼ିବ କୀର୍ତ୍ତି ଯଶ କରିବେ ରାଜା ମାନେ ଶୁଣିଣ ଉପବାସ। ନୃପମାନେ ବୋଲିବେ ନାରୀ କି ଦାନ ଦେଲେ ଯୁଗେ ଯୁଗେ ସଂସାରେ ଅପକୀର୍ତ୍ତି ରଖିଲେ। ସତ୍ୟ କଲା ବ୍ରାହ୍ମଣଙ୍କୁ ଅଙ୍ଗ ଦେବା ପାଇଁ ସତ୍ୟ ଭଗ୍ନ କଲା ନ ଦେଲା ଯେ ନର ସାଇଁ। ଶୁଣି କୁମୁଦିନୀ ରାଣୀ ମୌନେ ରହିଲେ ତାମ୍ରଧ୍ୱଜ ଶୁଣି ମାୟା ବିପ୍ରକୁ କହିଲେ ବୋଇଲେ ହେ ଦୟା କରି ଶୁଣ ଦ୍ୱିଜବର ନେଇ ସିଂହକୁ ଦିଅ ଏ ମୋର ଏ ଶରୀର। ପୁତ୍ର ଆଉ ପିତା ମଧ୍ୟେ ନାହିଁଟି ଯେ ଭେଦ ପିତାର ଆତ୍ମାରୁ ପୁତ୍ର ହୋଇଛି ଉଦ୍ଭବ। ବେଦରେ ହୋଇଛି ଲେଖା ଏହି କଥା ଜାଣ ପିତା ଜାତ ପୁତ୍ର ଯୋଗୁ ସତ୍ୟ ଏହା ଶୁଣ। ମୋତେ ନେଇଣ ସିଂହକୁ ଦିଅ ହେ ବ୍ରାହ୍ମଣ ତାହାଠାରୁ ଘେନି ଆସ ତୁମ୍ଭର ସନ୍ତାନ। ମୋତେ ଯୁବା ଦେଖି ସିଂହ ସନ୍ତୋଷ ହୋଇବ ଆହାରେ ସୁଖୀ ହୋଇଣ ତୁମ୍ଭ ପୁତ୍ର ଦେବ। ତାହା ଶୁଣି ବିପ୍ରବର ବଚନ କହନ୍ତି ତୁ ଯାହା କହିଲୁ ସତ୍ୟ ଶିଖା ଧ୍ୱଜ ଅଛି। କହିଅଛି ସିଂହ ଯାହା ଶୁଣ ତା ଉତ୍ତର ମାତା ପୁତ୍ର ଦୁହେଁ କରତିବେ ରାଜା ଶିର। ତେବେ ତାର ଦକ୍ଷିଣାଙ୍ଗ ବିପ୍ର ଯେ ଆଣିବ ତାହା ମୁଁ ଖାଇବି ତୁମ୍ଭେ ତନୟ ପାଇବ। ଯେବେ ତୁମ୍ଭେ ନ କାଟିବ ଶରୀର ପିତାର ତାହା ନ ଖାଇ ନ ଦେବ ସିଂହ ପୁତ୍ର ମୋର। ରାଜସୁତ ଶୁଣି ତାହା ମୌନେ ରହିଲା ବିଚାରିଲା ମୋର ପିତା ନିଶ୍ଚୟ ଜମଲା। ନୃପବର ପୁତ୍ର ନାରୀ ଦୁହିଁଙ୍କୁ କହିଲେ ବିଳମ୍ବ ନ କରି ଅଙ୍ଗ କାଟ ହେ ବୋଇଲେ। ଶୁଣି ନାରୀ ପୁତ୍ର ହସ୍ତ ଦେଲେ କରତରେ ଆନନ୍ଦ ହୋଇଲା ରାଜା ତା ଦେଖି ଅନ୍ତରେ। ମୁଖେ କରେ ରାମକୃଷ୍ଣ ଶ୍ରୀ ମଧୁସୂଦନ ଅଚ୍ୟୁତ ଗୋବିନ୍ଦ ହରି ପ୍ରଭୁ ନାରାୟଣ। ଭଗବାନ ବାସୁଦେବ
ଜଗତ ଈଶ୍ୱର ଦାମୋଦର ଅନନ୍ତ ହେ ପ୍ରଭୁ ଚକ୍ରଧର। ରାଜା ସତ୍ୟ ଦେଖି ଇନ୍ଦ୍ର ଆଦି ଦେବଗଣ ପ୍ରଶଂସା କରନ୍ତି ଅର୍ଦ୍ଧ ଆକାଶେ ରହୀଣ। ଯେତେବେଳେ କରତକୁ ଦେଲେ ରାଜା ଶିରେ ସଭା ଜନେ ଦେଖି ତହିଁ ହାହାକାର କଲେ। ନାରୀ ପୁତ୍ର ଦୁହେଁ ହସ୍ତ କରତରେ ଦେଇ କାଟନ୍ତି ଯେ ନୃପ ଶିର ମୁଖେ କୃଷ୍ଣ କହି। କୁମୁଦିନୀ ରାଣୀ ଚାହିଁ କହଇ ବିପ୍ରକୁ ଦେଖ ମୁଁ ବିଦାରୁ ଅଛି ସ୍ୱାମୀଙ୍କର ବୁକୁ। ଯେ ସନେ ନୃସିଂହ ବିଦାରିଲେ ହରିଣ୍ୟକୁ ସେହି ରୂପେ କରତରେ ବିଦାରେ ସ୍ୱାମୀଙ୍କୁ। ତା ଶୁଣି ରାଣୀଙ୍କୁ କହଇ ଯେ ଶିଖି ଧ୍ୱଜ ହେ ସଖୀ ଏହି କଥାକୁ ମନେ ତୁ ନ ହେଜ। ଦେହ ବିଦାରନ୍ତେ ମୋର ବେଦନା ନୁହଁଇ ନିର୍ଭୟରେ ସେହି ରୂପେ କାଟ ପ୍ରିୟେ ତୁହି। ତୋର ନଖ ଦାନ୍ତ ଗୋ କରତ ପ୍ରାୟ ଜାଣି ଦେହ ପୀଡ଼ା ନ ହୋଇ ଆଗ ପାଟରାଣୀ। ତାହା ଶୁଣି ପାଟରାଣୀ ଆନନ୍ଦ ହୋଇଲା ଧନ୍ୟ ସତ୍ୟବାଦୀ ସ୍ୱାମୀ ବୋଲିଣ ବୋଇଲା। ମାତା ପୁତ୍ର ଦୁହେଁ ଆଣ୍ଟେ କରତ ଧଇଲେ ଆନନ୍ଦ ମନରେ ରାଜା ଶିର କରତିଲେ। ସତ୍ୟବାଦୀ ନୃପ କୃଷ୍ଣ ଅର୍ଜୁନ ଆଗରେ କଲେ ବିଦାରଣ ଦେହ ତୀକ୍ଷ୍ଣ କରତରେ। ବହିଲା ରାଜା ବାମ ଚକ୍ଷୁରୁ ଅଶ୍ରୁଧାର ତାହା ଦେଖି ଶ୍ରୀହରି ଯେ କରିଲେ ଯେ ଗିର। ବୋଇଲେ ହୋଏ ରାଜାର ସତ୍ୟ ନ ରହିଲା ବୋଲିଥିଲା ଯାହା ତାହା ଆନ ପୁଣି କଲା। ସତ୍ୟ ଛାଡ଼ି ହୋଇଲା କ ତାର ମାୟା ଜାତ ବହୁ ছিল ତକ ବାମ ଚକ୍ଷୁରୁ ସତତ। ନିଃସତ ହୋଇଣ ରାଜା ସତ୍ୟ ଭଗ୍ନ ହେଲା ନୋହିଲେ ନୟନୁ ଅଶ୍ରୁ କିମ୍ପାଇଁ ବହିଲା। ନିଃସତରେ ଦେଲେ ଦାନ ପୁଣ୍ୟ ନୋହେ ଜାଣ ଏହି କଥା ବେଦୋକ୍ତ ବିଧିରେ ହେ ପ୍ରମାଣ। ଏମନ୍ତ ବିକଳେ ଦାନ ଆଉ ମୁଁ ନ ନେବି ଅପୁତ୍ରିକ ଦୋଷ ପଛେ ଭୋଗ କରିବି। ଦେଉଅଛି ରାଜା ଏତେ ଆକୁଳରେ ଦାନ ଦେଖିଲି କରୁଛି ଶୋକ ବାମ ଯେ ନୟନ। ଆଉ ନ ନେବି ହେ ତୁମ୍ଭ ଠାରୁ ମୁହିଁ ଦାନ। ବିପ୍ରବର ଏତେ କହି ଉଠିଲେ ବହନ। ରାଜା ହୋଇ ଅଛନ୍ତି ଯେ ଅଚେତ ଶରୀର ଜାନ୍ତେ ବିପ୍ର ଦେଖି ଜ୍ଞାନ ହଜିଲା ରାଣୀର। ପତିର ଦକ୍ଷିଣ ଅଙ୍ଗ କୋଳରେ ଘେନିଣ ଓଗାଳିଲା କୃଷ୍ଣ ଜାନ୍ତେ ଆଗରେ ଯାଇଣ। ରାଜାର ଦକ୍ଷିଣ ଅଙ୍ଗ ବେଗେ ନିଅ ଦାନ ଦେଇଣ ତୁମ୍ଭ ପୁତ୍ରକୁ ଆଣ ହୋ ବହନ। ମାୟା ଦ୍ୱିଜ ବୋଲେ ବାମ ବକ୍ଷରୁ ଲୋତକ ବହୁ ଅଛି ନ ନେବଇ ଏକଥା ସତତ। ଆକୁଳରେ ମହାରାଣୀ
ବୋଲନ୍ତି ବଚନ। ଶୁଣ କିମ୍ପା ବାମ ନେତ୍ରୁ ଅଶ୍ରୁଜାତ ଜାଣ। ବାମ ଅଙ୍ଗ ଚିନ୍ତେ ମୋହି ଅଟେ ମହାପାପୀ। ଅନ୍ୟ ପାଇଁ ଦକ୍ଷିଣାଙ୍ଗ ଦିଅ ନୃପତି। ହୋଇଣ ମୁଁ ବାମ ଅଙ୍ଗ ହେଲି ପାପୀ ବର। ଦେବତା ବ୍ରାହ୍ମଣଙ୍କନ କରି ଉପକାର। ଏ ରୂପେ ଯେ ମନେ ବିଚାରିଲା ବାମ ଅଙ୍ଗ। ବ୍ୟର୍ଥ ହେଲା ମୋ ଶରୀର ନ ହୋଇଲା ଭୋଗ। ତାହା ଶୁଣି ମାୟାଧର ହରଷ ହୋଇଲେ। ରାଜା ଅଙ୍ଗ ଦାନ ରାଣୀ ହସ୍ତରୁ ସେ ନେଲେ। ସତ୍ୟବନ୍ତ ରାଜା କଥା ଦେଖାଇ ପାର୍ଥକୁ। ଗଲେ କୃଷ୍ଣ ବାହୁଡ଼ିଣ ଯଜ୍ଞ ମଣ୍ଡପକୁ। ଅନ୍ତର୍ଯ୍ୟାମୀ ଛନ୍ତି ପୁରୀ ସର୍ବ ଘଟେ ଜାଣ। ସକଳ ସଂସାରେ ମାୟା ବିଷ୍ଣୁଙ୍କ ଭିଆଣ। ତାଙ୍କ ବିନୁଆନ କେହି ନାହିଁ ସଂସାରରେ। ଯାହା ମାୟା ବ୍ରହ୍ମା ରୁଦ୍ର ନ ଜାଣନ୍ତି ତିଳେ। ରାଜା ବାମ ଅଙ୍ଗ ଠାରେ ଶ୍ରୀହରି ମିଳିଲେ। ତିଷ୍ଠ ତିଷ୍ଠ କହି ଦକ୍ଷିଣାଙ୍ଗ ଲଗାଇଲେ। ଚକ୍ରଧର ଚତୁର୍ଭୁଜେ ଆଲିଙ୍ଗନ କରି। ରାଜାଙ୍କୁ ଦେଲେ ଏକ ପ୍ରାଣୀ ସେକ୍ଷଣୀ ମୁରାରି। ଆଲିଙ୍ଗନ ଯେହ୍ନେ ପିତା କରଇ ପୁତ୍ରକୁ। ସେ ରୂପେ କଲେ ଏକ ଭାବ ଗ୍ରାହୀ ଯେ ରାଜାକୁ। ଚାହାନ୍ତେ ଦେଖିଲା ରାଜା ପ୍ରଭୁ ନାରାୟଣ। ଚାଲି କରେ ଗଦା ପଦ୍ମ ଶଙ୍ଖ ଚକ୍ର ବାଣ। ଚାହାନ୍ତେ ଦେଖିଲା ରାଜା ପ୍ରଭୁ ନାରାୟଣ। ଚାରି କରେ ଗଦା ପଦ୍ମ ଶଙ୍ଖ ଚକ୍ର ଜାଣ। ନବଘନ ଜିଣି ଅଙ୍ଗ ଅତ୍ୟନ୍ତ ମଞ୍ଜୁଳ। ରତ୍ନ ଓଢ଼ିଆଣେ ପୀତ ବସନ କଟୀର। ବେନିପାଦ ପଦ୍ମ ତାଙ୍କ ନୂପୁର ଶୋଭଇ। ବେନିପାଦ ନଖ ମୁକ୍ତା ପ୍ରାୟ କଦିଶଇ। କୌସ୍ତୁଭ ମଣି ବକ୍ଷ ସ୍ଥଳେ ବିରାଜଇ। ନାସାରେ ଦିଶଇ ଶୋଭା ଗଜ ମୁକ୍ତା ତହିଁ। ମୁରଲି ଓଷ୍ଠ ଧରେ ସୁସ୍ୱରେ ବାଜଇ। ଦନ୍ତ ପଙ୍କ୍ତି ମାଣିକ୍ୟର ପ୍ରାୟ ଦିଶୁଥାଇ। ମୀନ କେତନକୁ ଗଞ୍ଜେ ଶ୍ରୀପଦ୍ମ ଲୋଚନ। ଚାହିଁଲେ ବିହୋଳ ହେବ ସମସ୍ତଙ୍କ ପ୍ରାଣ। ତାଳୁରେ ସେବତୀ ଚୂଳ ଅଛି ବକ୍ର ହୋଇ। ଇନ୍ଦ୍ରଧନୁ ପ୍ରାୟ ଶିଖି ପୁଚ୍ଛ ବିରାଜଇ। ଦକ୍ଷିଣ ସ୍ୱରୂପ ରାଜା ନାରାୟଣ ମୂର୍ତ୍ତି। କୃତାର୍ଥ ହୋଇଲା ବୋଲି କରେ ପୁଣି ଭକ୍ତି। ପାଦେ ପଡ଼ି ନୃପବର ବହୁ ସ୍ତୁତି କଲା। କୃଷ୍ଣଙ୍କ ଦୟାରୁ ସର୍ବ ପାପ ନାଶ ଗଲା। ବୋଇଲା ଅନାଦି ପ୍ରଭୁ ହେ ପଦ୍ମଲୋଚନ। 14 ଭୁବନ ନିଷ୍ଠା ଋଣ ଭଗବାନ। କୋଟି କୋଟି ବ୍ରହ୍ମାଣ୍ଡ ଯା ଲୋମ ମୂଳେ ଥାଇ। ସଂସାର ପ୍ରଳୟ ସ୍ଥିତି ଯାଠାରୁ ହୁଅଇ। ହେ ଅନାଦି ମୁକ୍ତିଦାତା ପରମ ବ୍ରହ୍ମ ସାଇ। ତ୍ରୈଲୋକ୍ୟର ପିତା ମାତା ନିରାକାର ତୁହି। ତ୍ରିଭୁବନ ପାଳକ ହେ ଜ୍ଞାନୀ ରୂପୀ ହରି।
ତୁମ୍ଭ ପାଦ ପଦ୍ମେ କୋଟି ପ୍ରଣାମ ମୋହରି। ଏହି ପରିସ୍ତୁତି ରାଜା କରନ୍ତେ ବହୁତ, ପ୍ରସନ୍ନ ହୋଇଲେ ତାଙ୍କୁ ଲକ୍ଷ୍ମୀ ଦେବୀ କାନ୍ତ। ହସି ଅନ୍ତର୍ଯ୍ୟାମୀନାଥ ବୋଇଲେ ବଚନ, ଧନ୍ୟ ସତ୍ୟବାଦୀ ନୃପ ଧନ୍ୟ ତୋର ପୁଣ୍ୟ। ତୋତେ ବହୁତ ପ୍ରକାରେ ପରୀକ୍ଷା ମୁଁ କଲି, କେବେ ହେତ ସତ୍ୟବ୍ରତ ଭାଙ୍ଗି ନ ପାରିଲି। ହୋଇଲି ସନ୍ତୋଷ ତୋର ପୁତ୍ରର ସମରେ, ଅର୍ଜୁନ ସହିତେ ମୋତେ ଜିଣିଲା ଯୁଦ୍ଧରେ। ମୋ ବୋଲରେ ଅର୍ଦ୍ଧଅଙ୍ଗ ଆନନ୍ଦରେ ଦେଲୁ, ତେଣୁ କିଛି ଦୁଃଖ ଶରୀରରେ ନ ରଖିଲୁ। ମୋହର ନାମ ଯେ ଜନ ଭଜନ କରଇ, ତାହାର ଦେହେ କଦାପି ସୁଖ ନ ବାଧଇ। ଏ ଯଜ୍ଞର ଅଧିକାରୀ ମୁଁ ତୋର ହୋଇବି, ଯଜ୍ଞର ଯେତେକ ଫଳ ଗ୍ରହଣ କରିବି। ପ୍ରବୋଧ କରିଣ ହରି ବହୁତ କହିଲେ, ପୁନଃ ପୁନଃ ଆଲିଙ୍ଗନ ସ୍ନେହ ଭରେ କରେ। ରାଜା କର ଯୋଡ଼ି ଦେଲେ ଶୁଣ ଚକ୍ରଧର, ତୁମ୍ଭ ମାୟାରେ ଜାତ ଏ ସକଳ ସଂସାରେ। ତୁମ୍ଭ ଠାରୁ ଜାଣିଲି ସଂସାରେ ଆନ ନାହିଁ, ଯେଣୁ ମୋ ଦେହରୁ ମାୟା ନେଲ ହେ ଛଡ଼ାଇ। ଏ ଯଜ୍ଞେ ମୋହର ଆଉ ପ୍ରୟୋଜନ ନାହିଁ, ତୁମ୍ଭଙ୍କୁ ମୁଁ ଯେତେବେଳୁ ଦର୍ଶନ କଲଇଁ। ତୁମ୍ଭଙ୍କୁ ନ ଦେଖି ଯେହୁ ଯଜ୍ଞାଦି କରନ୍ତି, ସେମାନେ ସଂସାରୁ କେଭେ ଉଦ୍ଧାର ନ ପାଆନ୍ତି। ତାଙ୍କଠାରେ ଯମର ହୋଇ ଅଧିକାର, ମର୍ତ୍ତ୍ୟରେ ଜନ୍ମ ନିଅନ୍ତି ନାନା ପ୍ରକାର। ତୁମ୍ଭଙ୍କୁ ଜିଣିଣ ଅଛି ପ୍ରଭୁ ମୋର ପୁଅ, ମନ୍ଦ କର୍ମ କରିଅଛି ବାରେ କ୍ଷମା ଦିଅ। ଏବେ ମୋର ବଡ଼ ଭାଗ୍ୟ ଦିଶିଲା ଗୋସାଇଁ, ନର ନାରାୟଣ ରୂପେ ଦର୍ଶନ କଲଇଁ। ଏତେ କହି କୃଷ୍ଣ ପାଦେ ମଗନ ଯେ ହୋଇ, 3 ଦିବସ ନିଜର ଗୃହରେ ରଖିଲେ। ନଗ୍ର ନର ନାରୀ ମାନେ ସମସ୍ତେ ଦେଖିଲେ, କୋଟି କୋଟି ଜନ୍ମର ପାତକ ବିନାଶିଲେ। ପ୍ରସନ୍ନ ହୋଇ କହିଲେ ରାଜାଙ୍କୁ ଅଚ୍ୟୁତ, ସୈନ୍ୟ ଘେନି ପାର୍ଥ ସହ ଯାଅ ହେ ତୁରିତ। ଶିଖି ଧ୍ୱଜ ନୃପ ଶୁଣି ଆନନ୍ଦ ହୋଇଲେ, ତାମ୍ର ଧ୍ୱଜକୁ ଆଣିଣ କୃଷ୍ଣେ ସମର୍ପିଲେ। ଶ୍ରୀହରିଙ୍କ ଶ୍ରୀଚରଣେ ହେଲେ ପ୍ରଣିପାତ, ଅର୍ଜୁନଙ୍କୁ ବେନି ଭୁଜେ କଲେ କୋଳାଗ୍ରତ। ରାଜା ପଣେ ଶ୍ରୀହରି ସ୍ଥାପନ ତାଙ୍କୁ କଲେ, ଯେତେ ପାପ ଥିଲା ତାର ତା ସକଳ ନାଶିଲେ। ପ୍ରତ୍ୟକ୍ଷରେ ନବ ନଗ୍ରଜନ କୃଷ୍ଣଙ୍କୁ ଦେଖିଲେ, ନିସ୍ତରିଲୁ ନିସ୍ତରିଲୁ ବୋଲି ନ ବୋଇଲେ। ଶ୍ରୀକୃଷ୍ଣ ଭକ୍ତି ଲୀଳା ନାମ ଏହୁ ଗୀତ, ପଢ଼ି ଶୁଣି ଶୁଣାଇଲେ ହୋଇବ ମୁକତ। ସୂଚିମନ୍ତ ହୋଇ ଯେହୁ ପୁରାଣ ଗଢ଼ିବ, ସର୍ବ ପାପ କ୍ଷୟ ହେବ ବୈକୁଣ୍ଠେ ବସିବ। ଭୁଞ୍ଜିବ ସେ ପୁଣ୍ୟ ଫଳ
ହୋଇବ ତା ଯଶ। ଲକ୍ଷେ ଗୋଦାନର ଫଳ ମିଳିବ ଅବଶ୍ୟ। ସାରଳା ମାତାଙ୍କ ପଦ୍ମ ପାଦେ ରଖି ମନ, ନାରାୟଣ ବିପ୍ର ଲେଖେ ଜୈମିନୀ ପୁରାଣ।